ଦେଖନ୍ତୁ ଫେବୃଆରୀରେ ଆସିବ କିଷାନ ନିଧି ଯୋଜନାର 22ତମ କିସ୍ତି। ଶୀଘ୍ର ଶେଷ କରନ୍ତୁ ଏହି କାମ, ନଚେତ ଆପଣ ବି ଏହି ଟଙ୍କା ପାଇବାରୁ ବଞ୍ଚିତ ହୋଇପାରନ୍ତି। ଆଜ୍ଞା ହଁ, ଯଦି ଆପଣ ବି ପିଏମ୍ କିଷାନର ହିତାଧିକାରୀ, ଆପଣଙ୍କ ପାଇଁ ବଡ଼ ଖବର। ଆପଣ ଜାଣିଛନ୍ତି ଏପର୍ଯ୍ୟନ୍ତ 21ତମ କିସ୍ତିର ଟଙ୍କା ଆସିସାରିଛି। ଏବେ ବାକି ରହିଛି 22ତମ କିସ୍ତିର ଆଉ 2000 ଟଙ୍କା। ଏହା ପୂର୍ବରୁ ଜାରି ହେଲା ଆଉ ଏକ ନୂଆ ସୂଚନା। ଭିଡିଓରେ ଜାଣିବା ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ। ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଭାରତରେ ଲକ୍ଷ ଲକ୍ଷ ଚାଷୀ ବସବାସ କରନ୍ତି। ଏହି ଚାଷୀଙ୍କ ମଧ୍ୟରୁ ଅନେକ ଆର୍ଥିକ ଭାବରେ ଦୁର୍ବଳ। ତେବେ ଭାରତ ସରକାର ଏହି ଗରିବ ଏବଂ ଅଭାବୀ ଚାଷୀଙ୍କୁ ବର୍ଷ ସାରା ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ବନ୍ଧୀ ଯୋଜନା ଚଳାନ୍ତି। ତେବେ ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଯୋଗ୍ୟ ଚାଷୀଙ୍କୁ ବାର୍ଷିକ 6000 ଟଙ୍କା ପ୍ରଦାନ କରନ୍ତି। ତେବେ ଏହା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ପୃଥକ କିସ୍ତିରେ ସ୍ଥାନାନ୍ତରିତ ହୁଏ। ବର୍ତ୍ତମାନ ଏହି ଯୋଜନାରେ 22ତମ କିସ୍ତି ସମ୍ପର୍କରେ ଏକ ପ୍ରମୁଖ ଅପଡେଟ୍ ସାମ୍ନାକୁ ଆସୁଛି। ଚାଷୀମାନେ ଦୀର୍ଘ ସମୟ ଧରି ଏହି କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ତଥାପି ଏହା ଜାଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଏହି କିସ୍ତି ଅନେକ ଚାଷୀଙ୍କ ପାଇଁ ବିଳମ୍ବ ହୋଇପାରେ। ତେଣୁ ସଠିକ୍ ସୂଚନା ସଂଗ୍ରହ କରିବା ଏବଂ ସମୟ ମଧ୍ୟରେ ଆବଶ୍ୟକ କାର୍ଯ୍ୟ ସମାପ୍ତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ପିଏମ୍ କିଷାନ ଯୋଜନା ଅଧୀନରେ ନିୟମିତ ବ୍ୟବଧାନରେ କିସ୍ତି ଜାରି କରାଯାଉଛି। ପୁରୁଣା ଢାଞ୍ଚା ଅନୁସାରେ ଏହା ବିଶ୍ୱାସ କରାଯାଉଛି ଯେ ଫେବୃଆରୀରେ କିସ୍ତି ପ୍ରଦାନ କରାଯିବ। ତେଣୁ ଚାଷୀମାନଙ୍କୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅପେକ୍ଷା କରିବା ପରିବର୍ତ୍ତେ ଏବେ ସେମାନଙ୍କର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି। କିସ୍ତି ପ୍ରଦାନ ହେବା ମାତ୍ରେ ଅସମ୍ପୂର୍ଣ୍ଣ ସୂଚନା ଥିବା ଚାଷୀମାନେ ସ୍ୱୟଂଚାଳିତ ଭାବରେ ତାଲିକାରୁ ବାଦ୍ ଦିଆଯାଇପାରନ୍ତି। ଯଦି ଆପଣ ଚାହାନ୍ତି 22ତମ କିସ୍ତି ଟଙ୍କା ଆସୁ ବୋଲି, ତେବେ ଏଥିପାଇଁ ଆପଣଙ୍କୁ ଇକେୱାଇସି ହୋଇଛି କି ନାହିଁ ଯାଞ୍ଚ କରାଇ ନେବା ନିହାତି ଜରୁରୀ। ତା ଛଡ଼ା ଆପଣଙ୍କର ଡିବିଟି ନାମର ବ୍ୟାଙ୍କ ଆକାଉଣ୍ଟ ସଠିକ୍ ଅଛି କି ନାହିଁ ତାହା ବି ନିହାତି ଭାବରେ ଚେକ୍ କରାଇ ଦିଅନ୍ତୁ। ତା ଛଡ଼ା ଆପଣ ବି ଚାହିଁଲେ ଏହାର ଲିଷ୍ଟ ଦେଖିବା ପାଇଁ ହେଲେ ୱେବସାଇଟ୍ର ଲିଙ୍କ ଆମେ ଡେସ୍କ୍ରିପ୍ସନରେ ଦେଇଦେବୁ, ଆପଣ ଯାଇ ଚେକ୍ କରିପାରିବେ। ଯାହାକି ବଡ଼ ଅପଡେଟ୍ ମୁତାବକ ଆସନ୍ତା ଫେବୃଆରୀରେ ଆସିବାକୁ ଯାଉଛି ପିଏମ୍ କିଷାନର 22ତମ କିସ୍ତିର ଆଉ 2000 ଟଙ୍କା।